ରାଜଧାନୀରେ ଆଦିବାସୀ ଗାଁର ଝଲକ, ଗାଁ ପରିବେଶ ସହିତ ନିଛକ ଅବିକଳ ଚିତ୍ର ଦେଖିବାକୁ ମିଳିବ। କାହିଁକି ନା ରାଜଧାନୀରେ ଆରମ୍ଭ ହୋଇସାରିଛି ଆଦିବାସୀ ମେଳା। ଚଳିତ ବର୍ଷ ଆଦିବାସୀ ମେଳାର ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ ସହ ଲାଇଭ୍ ଡେମନଷ୍ଟ୍ରେସନ, ଭଗବାନ ବିର୍ସା ମୁଣ୍ଡାଙ୍କ ପାଭିଲିୟନ। ପ୍ରବାସୀ ଦେଖିବେ ଆଦିବାସୀ ସଂସ୍କୃତି। ଜାନୁଆରୀ 5 ତାରିଖରୁ ଆରମ୍ଭ ହୋଇସାରିଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା। ଝାଟି ମାଟି କୁଡ଼ିଆର ମହକରେ ବାସି ଉଠୁଛି ଭୁବନେଶ୍ୱର। ମାଟି ଗୋବରରେ ଲିପା ହୋଇଛି କାନ୍ଥ, ତା ସାଙ୍ଗକୁ ସଜେଇ ହୋଇଛି ଦାଣ୍ଡପିଣ୍ଡା। ଆଉ କେଉଁଠି ଚାଳ ଉପରେ ଲତା ମାଡ଼ିବା ସହ ଓଳି ତଳକୁ ଓହଳିଛି ଲାଉ। ଏପରି ସୁନ୍ଦର ପରିବେଶ ମଧ୍ୟରେ ଏକ ଭିନ୍ନ ଗାଁର ଝଲକ ଏବେ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଦେଖିବାକୁ ମିଳୁଛି। ଗୋଟିଏ ସ୍ଥାନରେ ଖାଦ୍ୟପେୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀମାନଙ୍କ ନୀତିଦିନିଆ ଚାଲିଚଳଣିର ଆସର ଜମିବ। ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟ ସିଟିବାସୀ। ଏଥିସହ ଡ୍ରୋନ୍ ଶୋ, ଲେଜର ଶୋରେ ଆଦିବାସୀ ପରମ୍ପରା ଓ ସ୍ୱାଧୀନତା ସଂଗ୍ରାମର ଝଲକ ମଧ୍ୟ ଦେଖିବେ ରାଜଧାନୀବାସୀ। ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରୁଛି ଚଳିତ ବର୍ଷର ଆଦିବାସୀ ମେଳା। ଏହି ମେଳା 12 ଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ, ଭଗବାନ ବିର୍ସା ମୁଣ୍ଡାଙ୍କ ପାଭିଲିୟନ। ଚଳିତ ବର୍ଷ 20ଟି ଆଦିବାସୀ କୁଟୀର ନିର୍ମାଣ କରାଯାଇଥିବା ବେଳେ 147ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରି ବଟା ହେବ। ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ 40ଟି ଷ୍ଟଲ ପ୍ରସ୍ତୁତ କରାଯାଉଥିବା ବେଳେ 15ଟି ଷ୍ଟଲରେ ଲାଇଭ୍ ଡେମନଷ୍ଟ୍ରେସନର ସୁବିଧା ରହିବ। ଭଗବାନ ବିର୍ସା ମୁଣ୍ଡା ପାଭିଲିୟନର 5ଟି ଗ୍ୟାଲେରୀରେ ବିର୍ସା ମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କର ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର ଓ ଫଟୋଚିତ୍ର ପ୍ରଦର୍ଶନୀ ସହ ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତର ପରିବେଷଣ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ଆଧାରିତ ଲେଜର ଶୋ, ଓଡ଼ିଶାର ଜନଜାତି ସାମ୍ପ୍ରଦାୟିକ ଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ପର୍ଯ୍ୟବେସିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ ଶୋ ଏବଂ ଫାୟାର ୱାର୍କ ଶୋ ମଧ୍ୟ ଦେଖିବାକୁ ମିଳିବ। ଆଦିବାସୀ ଇଲାକାକୁ ଯାଇ ନ ପାରିଲେ କ'ଣ ହେଲା, ବିଭିନ୍ନ ସମ୍ପ୍ରଦାୟର ଭିଟାମାଟି ଘରକୁ ଏକତ୍ରିତ ଗୋଟିଏ ଜାଗାରେ ଦେଖି ଦର୍ଶକମାନେ ଏହାର ଭରପୁର ମନୋରଞ୍ଜନ କରିବେ।